विद्महे प्रेमदातायै धीमहि तन्नो गुरु प्रचोदयात्। अखंडानंदबोधाय शिष्य संतापहारिणे सच्चिदानंदरूपाय रामाय तस्मै नमः। शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं सुहंगं लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णुं भवभयहरं सर्वलोकैकनाथम्। ॐ नमो विष्णवे नमः। मोर प्रिय भाई और भौन मान आज पुनर्बार एक भिन्न प्रसंग नहीं आपण मान पाखे उपस्थापन करने आशायित। सर्वप्रथम महाप्रभु श्री जगन्नाथ समस्तंकर समग्र विश्वर मंगल ध्यान करंतु एवं श्री सत्यनारायण स्वामी समस्त को शंखचक्र रक्षा करंतु यहाँ ही मोर कामना। आज जगत गुरु ठाकुर श्री श्री अभिराम परमहंस देवंकर दुईटी भजन पाठ करिया। एकाक्षर जाहाकू कही अर्धे कंदीरा अर्धे कमाई एकाक्षर जाहाकू कही। ठाकुर कहते जे एकाक्षर जहाँ को कहुई से केवल पुरुष नुह कि केवल नारी नुह। अर्थात जमी आमर अर्धनारीश्वर अच्छा भगवान शिवंकर अर्धनारीश्वर रूप भगवान श्रीकृष्णंकर रही सेमिति एठारे शरीर में जो जीव परम रही जीव होती श्रीमती एवं परम होती श्रीपति। तेणु तांकु जेतेबेले आमे जुगल मूर्ति में रखिपर कहुए एकाक्षर आउ दुई नथिबे सेठी मो नाही कि तू नाही सेठारे जीव नाही कि परम नाही सेठारे गुरु नाही न च गुरु न च शिष्य ना गुरु ना शिष्य गुरु अंगरे शिष्य रही एवं परम अंगरे जीव रही आम कहवा एकाक्षर एवं से राधा नहीं कि कृष्ण नहीं राधा कृष्ण एक एवं अभिन्न हो जुगल मूर्ति ही कहुए एकाक्षर। जीव परमर एक जोग हिले त्रिभुवन सीना शून्य दिशई एकाक्षर जहाँ तू कही। तेणु जीव परम जो एक से त्रिभुवन शून्य दिशे कहीं ना त्रिभुवन कहले स्वर्ग मर्त्य पाताल। तो आम शरीर में स्वर्ग सातपुर मर्त्य सातपुर पाताल सातपुर रही। पाताल हूँ कटी ठारू तलक माने अंटा ठारू तलक हूँ पाताल पाद तल पाताल। तेणु तलातल रसातल पाताल सुतल नितल अतल एमती सी सातपुर अच्छी। मर्त्य हूँ कटी ठारू कंठ पर्यंत ये है सातपुर।
ଯେମିତି ଆମର କାଶୀ ବାରାଣାସୀ ଆଉ ଏମିତି ଅଛି, ସେ ହେଲା ସାତପୁର। ସ୍ୱର୍ଗ ମଧ୍ୟ ହେଉଛି ସାତପୁର। ତେଣୁ ମୋଟ ହେଉଛି 21 ପୁର। ତାହେଲେ ତ୍ରିଭୁବନ ହେଲା ସ୍ୱର୍ଗ ମର୍ତ୍ତ୍ୟ ପାତାଳ। ତେଣୁ ଏ ଶରୀରର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଇଏ ସବୁ ଶୂନ୍ୟ ହୋଇଯାଇଥିବ, ମାନେ ସେଥିରେ ଆଉ ଜୀବନୀ ଶକ୍ତି ନଥିବ। ଯେତେବେଳେ ଜୀବ ପରମ ଏକ ହୁଏ ସେତେବେଳେ ଆଉ ଶରୀରରେ ଜୀବନୀ ଶକ୍ତି ନଥିବ, ଗୋଟିଏ ସ୍ଥାନରେ ସେ କେନ୍ଦ୍ରୀଭୂତ ହୋଇକି ରହିଥିବ, ଏକ ହେଇକି ରହିଥିବ। ତେଣୁ ତ୍ରିଭୁବନ ସବୁ ଶୂନ୍ୟ ହୋଇଯାଇଥିବ ବୋଲି ଠାକୁର କହିଲେ। ନେତ୍ର ପଥେ ଚୌକି ଦେଇ ଅନାକି କହିବ ନାହିଁ। ଠାକୁର କହିଲେ ନେତ୍ର ପଥରେ ପ୍ରଭୁଙ୍କୁ ଆମେ ଆସନ ଦେଇ ବସିବା। ତେଣୁ ନେତ୍ରରେ ଆମେ ଯଦି ଆସନ ଦେଲେ, ପ୍ରଭୁ ନେତ୍ରରେ ବସିଲେ, ତାହେଲେ ଆଉ ତାହାର କି ବର୍ଣ୍ଣନା କରିପାରିବା? ଅଧ ଊର୍ଧ୍ୱ ମଧ୍ୟ ତ୍ରିଭଙ୍ଗୀ ସୂତ୍ରରେ, ଅଧ ଊର୍ଧ୍ୱ ମଧ୍ୟ ତ୍ରିଭଙ୍ଗୀ ସୂତ୍ରରେ, ଅଧ ଊର୍ଧ୍ୱ ମଧ୍ୟ ତ୍ରିଭଙ୍ଗୀ ସୂତ୍ରରେ। ଆଉ ଦର୍ଶନ ପାଇବୁ କଳା କହ୍ନାଇ, ଏକାକ୍ଷର ଯାହାଙ୍କୁ କହି। ତାହେଲେ 3ଟି ସୂତ୍ରରେ ଆମେ ପ୍ରଭୁଙ୍କର ଦର୍ଶନ ପାଇବା। କ'ଣ ନା? ଅଧ ଊର୍ଧ୍ୱ ମଧ୍ୟ ସୂତ୍ର। ଏଇ 3 ହେଉଛି ତ୍ରିସନ୍ଧ୍ୟା। ତ୍ରିସନ୍ଧ୍ୟା ବୋଲି ଯେଉଁ ଆମର କିଛି ପନ୍ଥରେ ଧାରା ଦିଆଯାଉଛି, ତାହା ତ୍ରିସନ୍ଧ୍ୟା ନୁହେଁ। ଏହା ହେଉଛି ବ୍ରାହ୍ମଣମାନଙ୍କର ପାଠ। ଅର୍ଥାତ୍ ଆମର ଯେଉଁ ବର୍ଣ୍ଣାଶ୍ରମ ରହିଛି ସେଇ ବ୍ରାହ୍ମଣଙ୍କ କଥା ମୁଁ କହୁନି। ବ୍ରାହ୍ମଣ ଜାତିଷ୍ଠ ବୋଲି ମୁଁ କହୁନି। ବ୍ରାହ୍ମଣ କେଉଁମାନେ ନା ଯେଉଁମାନେ ବ୍ରାହ୍ମଣଙ୍କର କର୍ମ କରନ୍ତି। ବ୍ରାହ୍ମଣ ଜାତିଷ୍ଠ ହେଇକି ଯଦି ବ୍ରାହ୍ମଣ କର୍ମ ନ କରେ ତାହେଲେ ସେ ମଧ୍ୟ ବ୍ରାହ୍ମଣ ପଦବାଚ୍ୟ। ତେଣୁ ଯେଉଁ ଜାତିଷ୍ଠ ହେଇଥାଉ, ଯଦି ବ୍ରାହ୍ମଣର କର୍ମ ଯିଏ କଲା, କାହିଁକିନା କର୍ମ ଏକା ତା'ର ଜୀବନର ମାନଦଣ୍ଡ। ବର୍ଷ ମାସ ଦଣ୍ଡ ଦିନ ଏ ହିସାବରେ କାହାର ଜୀବନର ମାପକାଠି ହୋଇନଥାଏ, ତା'ର କର୍ମ ହିଁ ହୋଇଥାଏ। ତେଣୁ ଆମର ଯେତେ ପ୍ରକାର ଯିଏ ବୁଝେଇଲେ ମଧ୍ୟ ମହାପୁରୁଷ କହିଛନ୍ତି, ଯିଏ ଯେତେ ପ୍ରକାର ବୁଝଉ, କିନ୍ତୁ ପାଠ ହେଉଛି ଗୋଟିଏ, ଅଧ ଊର୍ଧ୍ୱ ମଧ୍ୟ। ତେଣୁ ଏ ହେଉଛି ତ୍ରିସନ୍ଧ୍ୟା। ସନ୍ଧ୍ୟା କହିଲେ କ'ଣ ନା ସନ୍ଧିକ୍ଷଣ। ସୂର୍ଯ୍ୟ ଅସ୍ତ ହୋଇଗଲେ କେବଳ ସନ୍ଧ୍ୟା ହୋଇଯାଏ। ସୂର୍ଯ୍ୟ ଅସ୍ତ ଏବଂ ରାତ୍ରି ହେବା ପୂର୍ବରୁ ସେଇ ଯେଉଁ ଦିନରୁ ରାତି ହେବାର ଯେଉଁ ସନ୍ଧିକ୍ଷଣ ବା ରାତିରୁ ଦିନ ହେବା ପାଇଁ ଯେଉଁ ସନ୍ଧିକ୍ଷଣ, ସକାଳ ସମୟ, ଆମେ ତାକୁ ଉଷା ସମୟ କହୁଛେ, ପ୍ରତ୍ୟୁଷ ସମୟ କହୁଛେ। ସେ ପ୍ରତ୍ୟୁଷ ସମୟଟା ହେଉଛି ଏକ ସନ୍ଧ୍ୟା। ମଧ୍ୟାହ୍ନଟା ହେଉଛି କ'ଣ? ମଧ୍ୟାହ୍ନକୁ ଆମେ କେମିତି କହିବା ସନ୍ଧ୍ୟା? ନା ସିଏ ମଧ୍ୟ ହେଉଛି ଏକ ସନ୍ଧିକ୍ଷଣ। ପୂର୍ବାହ୍ନ ଏବଂ ଅପରାହ୍ନର ମଝିସ୍ଥଳ, ତେଣୁ ସେ ହେଉଛି ମଧ୍ୟ ଗୋଟିଏ ମଧ୍ୟାହ୍ନ। ଆମର ଇଏ ହେଲା ଗୋଟିଏ ମଧ୍ୟାହ୍ନ। ଯେଉଁ ସନ୍ଧ୍ୟା ସମୟ ହେଲା 3ଟି ସନ୍ଧ୍ୟା। ତେଣୁ ଇଏ ହେଉଛି ବ୍ରହ୍ମାଣ୍ଡରେ, ଇଏ ହେଲା ତ୍ରିସନ୍ଧ୍ୟା। ତ୍ରିସନ୍ଧ୍ୟାରେ ଆମେ ପ୍ରଭୁଙ୍କୁ ସ୍ମରଣ କରିବା ଉଚିତ, ଭଲ କଥା। କିନ୍ତୁ ପିଣ୍ଡରେ ମଧ୍ୟ ପିଣ୍ଡ ଏବଂ ବ୍ରହ୍ମାଣ୍ଡ, ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଅର୍ଥ ଏକା ଭଳିଆ। ଗୋଟେ ହେଉଛି ସମାନତା, ଆଉ ଗୋଟେ ସାଦୃଶ୍ୟତା, ତା ମଧ୍ୟରେ ପାର୍ଥକ୍ୟ ଅଛି। ସିମିଲାରିଟି ଆଉ ଇକ୍ୱାଲିଟି। ଇକ୍ୱାଲିଟି ନୁହେଁ। ପୃଥିବୀ ଭଳିଆ ଆମର ପିଲାମାନଙ୍କୁ ପାଠ ପଢ଼ାଉଛି, ଗୋଟିଏ ଗ୍ଲୋବ୍ ଦିଆଯାଉଛି। ସେ ଗ୍ଲୋବ୍ର ଏପଟେ ଆମେରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ, ଜାପାନ, ଆଉ ୟୁରୋପ, ଏସିଆ ସବୁ ଦେଖାଯାଉଛି ନା? ସବୁ ସେଥିରେ ଅଛି। କିନ୍ତୁ ସେ କ'ଣ ପୃଥିବୀ? ସେ ପୃଥିବୀ ଭଳିଆ। ତେଣୁ ପୃଥିବୀ ଭଳିଆ ହେଉଛି, ଏ ବ୍ରହ୍ମାଣ୍ଡ ଭଳିଆ ହେଉଛି ଶରୀର। ତେଣୁ ଆମ ଶରୀରରେ ବ୍ରହ୍ମାଣ୍ଡରେ ଯାହା ସବୁ ଘଟୁଛି, ବ୍ରହ୍ମାଣ୍ଡରେ ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି, ଶରୀରରେ ମଧ୍ୟ ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି। ତେଣୁ ଏଠାରେ ମଧ୍ୟ 3 ନାଡ଼ି ରହିଛି, ଇଳା ନାଡ଼ି, ଇଅଳା ନାଡ଼ି ଏବଂ ସୁଷୁମ୍ନା ନାଡ଼ି।
ଯେମିତି ଆମେ ଯଦି କୌଣସି ବସ୍ତୁକୁ ଏ ସଂସାର ଯେତେ ସବୁ ଗଢ଼ା ହେଇଛି ସବୁ ଅଣୁ ପରମାଣୁରେ ଗଢ଼ା ହେଇଛି। ତ ଅଣୁକୁ ଯଦି ଆମେ ଭାଙ୍ଗିବା, ଅଣୁକୁ ଭାଙ୍ଗିଲେ ଆମେ ପରମାଣୁ ପାଇବା, ପରମାଣୁକୁ ଭାଙ୍ଗିଲେ ଆମେ ତିନୋଟି ଜିନିଷ ପାଇବା। ଗୋଟିଏ ହେଉଛି ଇଲେକ୍ଟ୍ରନ୍, ଗୋଟେ ହେଲା ପ୍ରୋଟନ୍, ଆଉ ଗୋଟେ ହେଲା ନ୍ୟୁଟ୍ରନ୍ ବା ନ୍ୟୁକ୍ଲିୟସ୍। ତେଣୁ ଇଲେକ୍ଟ୍ରନ୍ ହେଲା ବିଯୁକ୍ତାତ୍ମକ, ପ୍ରୋଟନ୍ ହେଲା ଯୁକ୍ତାତ୍ମକ ଏବଂ ଦୁଇଟା ଯାକ ମିଶିକି ଆମର ଗୋଟିଏ ସାଧାରଣ ବଲ୍ବଟିଏ ଜଳୁଛି। କେମିତି? ଇଲେକ୍ଟ୍ରନ୍ ପ୍ରୋଟନ୍ ସେଥିରେ ଦୁଇଟା ତାର ରହୁଛି, ଗୋଟିଏରେ ଜଳିବ ନାହିଁ। ତେଣୁ ସେମିତି ଯୁକ୍ତାତ୍ମକ ବିଯୁକ୍ତାତ୍ମକ, ସେମିତି ଯୁକ୍ତାତ୍ମକ ହେଉଛି କିଏ? ଇଡ଼ା, ଇଅଁଳା ହେଉଛି ବିଯୁକ୍ତାତ୍ମକ। ତେଣୁକରି ତାଙ୍କର ଯେତେବେଳେ ମିଶ୍ରଣ ହୋଇଯିବ ସେ ହୋଇଯିବ ସୁଷୁମ୍ନାର କାଣ୍ଡ ବା ସୁଷୁମ୍ନା ରନ୍ଧ୍ର ବା ସୁଷୁମ୍ନା ନାଡ଼ି। ତେଣୁ ଏଇ ତିନି ନାଡ଼ିରେ ଖେଳଟି ହେଉଛି। ତେଣୁ ତାକୁ ଆମେ ଇଡ଼ା ନାଡ଼ିରେ ଯେତେବେଳେ ଆମେ ପ୍ରଭୁଙ୍କୁ ଆରାଧନା କରିବା ସିଏ ହେଉଛି ଗୋଟିଏ ସନ୍ଧ୍ୟା। ଇଅଁଳା ନାଡ଼ିରେ ଯେତେବେଳେ ଆମେ ପ୍ରଭୁଙ୍କୁ ଆରାଧନା କରିବା ସିଏ ହେଉଛି ଗୋଟିଏ ସନ୍ଧ୍ୟା। ଏବଂ ଇଡ଼ା ଇଅଁଳା ମିଶିକି ଯେତେବେଳେ ସୁଷୁମ୍ନାକୁ ପ୍ରଭୁ ଯିବେ ସେତେବେଳେ ମଧ୍ୟ ଆମେ ପ୍ରଭୁଙ୍କୁ ଗୋଟିଏ ସନ୍ଧ୍ୟା କରିବା। ଇଏ ହେଉଛି ତ୍ରିସନ୍ଧ୍ୟା। ଏହାର ସୂତ୍ର ଆମେ ଗୁରୁଙ୍କ ଠାରୁ ବୁଝିଯିବା ଉଚିତ। ସେ ହେଉଛି ତ୍ରିସନ୍ଧ୍ୟାର ସୂତ୍ର। ସେଥିରେ ଅନେକ ସନ୍ଧି କଥା ରହିଥିବାରୁ ତାକୁ ମଧ୍ୟ କୁହାଯାଉଛି ସନ୍ଧ୍ୟା। ଏ ସାଧାରଣ କଥା ନୁହେଁ। ନାଁଟି ତା'ର ହେଉଛି ସହଜ ବିଦ୍ୟା, କିନ୍ତୁ ତା ମଧ୍ୟରେ ଅନେକ ସନ୍ଧି କଥା ରହିଛି। ଏହାକୁ ବିନା ଗୁରୁରେ ଆମେ ମଧ୍ୟ କରିବା ଉଚିତ ନୁହେଁ। ତ ଆମର ହେଲା କ'ଣ ନା, ଆମେ ସନ୍ଧ୍ୟା କାହିଁକି କରିବା? ଆମେ ନ କଲେ ମଧ୍ୟ ସେ ମନକୁ ମନ ହେଉଛି। ଯେମିତି ଆମେ ଯଦି ଜଳ ଭଗବାନ ସୂର୍ଯ୍ୟଙ୍କୁ ସମର୍ପଣ ନ କଲେ ମଧ୍ୟ ସେ ବାଷ୍ପୀଭୂତ କରୁଛନ୍ତି। ତେଣୁ ଆମ ଶରୀରରେ ତ୍ରିସନ୍ଧ୍ୟା ହେଉଛି ବୋଲି ଆମ ଶରୀରରେ ଆମେ ବଞ୍ଚିଛେ। ତ୍ରିସନ୍ଧ୍ୟା ନହେଲେ ଆମେ ବଞ୍ଚିପାରିବା ନାହିଁ। ତେଣୁ ସେ ଆପେ ଆପେ ହେଉଛି। ତାହେଲେ ଆମେ କାହିଁକି କରିବା? ସଂସାରରେ ଅନେକ ମାର୍ଗ ଅଛି, ଅନେକ ପଥ ଅଛି, କିନ୍ତୁ ମୃତ୍ୟୁର ପଥ ସମସ୍ତେ ଜୀବନକୁ ଖୋଜନ୍ତି, କିନ୍ତୁ କେହି ମୃତ୍ୟୁକୁ ଖୋଜନ୍ତି ନାହିଁ। ଆମେ ସମସ୍ତେ ପ୍ରଭୁଙ୍କ ନାମ ଜପୁଛୁ, କୃଷ୍ଣ ନାମ, ରାମ ନାମ, ଯେକୌଣସି ନାମ ଜପ କରୁଛୁ। କ'ଣ ପାଇଁ ଜପ କରୁଛୁ? ନା ମୃତ୍ୟୁ ସମୟରେ ଯିଏ ପ୍ରଭୁଙ୍କ ନାମ ଥରଟିଏ ଧରିକି ମୃତ୍ୟୁବରଣ କରିବ ତା'ର ହିଁ ମୋକ୍ଷ ଗତି ହୋଇଥାଏ। ତେଣୁ ମୃତ୍ୟୁ ସମୟରେ ଆମର ପ୍ରଭୁଙ୍କ ନାମଟା ଆସିବ ବୋଲି କ'ଣ ପ୍ରମାଣ, କ'ଣ ମାନେ କିଛି ଅଛି କି? ତେଣୁ ଆମେ ସାରା ଜୀବନ କୃଷ୍ଣ ନାମ, ରାମ ନାମ ଅଭ୍ୟାସ କରୁଛେ। କାଳେ କେତେବେଳେ ମୃତ୍ୟୁ ସମୟ ଆସିଯିବ, ପାଟିରୁ କାଳେ ବାହାରି ପଡ଼ିବ କି ରାମ ନାମ କି କୃଷ୍ଣ ନାମ। କିନ୍ତୁ ପ୍ରାକୃତିକ ମୃତ୍ୟୁ ହେଲେ ତ ପାଟି ବନ୍ଦ ହୋଇଯାଇଥିବ। ସେତେବେଳେ ରାମ ନାମ, କୃଷ୍ଣ ନାମ କେମିତି ଜପ କରିବ? କାନକୁ ଶୁଭୁନଥିବ, ଆଖିକି ଦେଖାଯାଉନଥିବ, ତ ସେତେବେଳେ କେମିତି ପ୍ରଭୁଙ୍କର ନାମଟା ପାଟିକି ଆସିବ? ତେଣୁ ଠାକୁରେ ତା'ର ବିକଳ୍ପ ଦେଇଛନ୍ତି। ଯଦି ପାଟିରେ ଉଚ୍ଚାରଣ ନ ହୋଇପାରିବ ସୂତ୍ର ପ୍ରୟୋଗ କରାଯିବ। ଏବଂ ପ୍ରଭୁଙ୍କର ଯେଉଁମାନେ ପ୍ରିୟ ସେ ତାଙ୍କୁ ଉପଯୁକ୍ତ ଗୁରୁ ଯୋଗାଇ ସେ ବିଦ୍ୟାଟିକୁ ତାଙ୍କୁ ଦେଇଥାଏ। ତେଣୁ ୟାକୁ କୁହାଯାଏ ତ୍ରିସନ୍ଧ୍ୟା। ତେଣୁ ଜଗତ ଗୁରୁ ଠାକୁର ମଧ୍ୟ ଏଠାରେ ସେଇ କଥା କହିଲେ, ଅର୍ଦ୍ଧ ଉର୍ଦ୍ଧ୍ୱ ମଧ୍ୟ ତ୍ରିଭଙ୍ଗୀ ସୂତ୍ରରେ। ଅର୍ଦ୍ଧ, ଉର୍ଦ୍ଧ୍ୱ ଏବଂ ତ୍ରିଭଙ୍ଗୀ ସୂତ୍ରରେ ଯେତେବେଳେ ମଧ୍ୟାହ୍ନ ହୁଏ ସୂତ୍ରରେ, ଏହି ତିନୋଟି ସୂତ୍ରରେ ଆମେ ପ୍ରଭୁଙ୍କୁ ଦର୍ଶନ କରିପାରିବା। ଧ୍ୟାନ ସୂତ୍ରେ ରହି ବାଇରେ ମନ ଥୟ ହୋଇ। ଧ୍ୟାନ କଲେ ପବନ ସ୍ଥିର ହେବ। ପବନ ସ୍ଥିର ହେଲେ ମନ ସ୍ଥିର। ମନରେ ଇନ୍ଦ୍ରିୟ ପ୍ରକୃତି ଇଏ ସମସ୍ତେ ସ୍ଥିର ହୋଇଯିବେ। ଶାନ୍ତ ଯେ କରଇ ସେ ଦେଖିଥାଏ। ତେଣୁକରି ଧ୍ୟାନରେ ପବନ, ପବନରେ ମନ, ମନରେ ଇନ୍ଦ୍ରିୟ, ଇନ୍ଦ୍ରିୟରେ ପ୍ରକୃତି ଇଏ ସବୁ ଯେତେବେଳେ ସ୍ଥିର ହୋଇଯିବେ ସେତେବେଳେ ପ୍ରଭୁ ଆଉ କୁଆଡ଼େ ଯିବେ? ମାତ୍ର 84 ଅଙ୍ଗୁଳର ଏଇ ଗୋଟିଏ ଶରୀର, ତା ଭିତରେ ପ୍ରଭୁ ଲୁଚିକି ଅଛନ୍ତି। ସେ ଝପଟ କରିକି ବାହାରିବେନି ଦର୍ଶନ ଦେବା ପାଇଁ। ଆମେ ତାଙ୍କୁ କାହିଁକି କହିବା ପ୍ରଭୁ ମୋତେ ଦର୍ଶନ ଦିଅ, ଦର୍ଶନ ଦିଅ? ଆମେ ତ ସୂତ୍ର ପକାଇବା ଯେ
ଚାରିପଟୁ ବନ୍ଦ କରିଦେଲେ ପ୍ରଭୁ ଆପେ ଆପେ ବାହାରିକି କହିବେ ମୋତେ ଏଇଠି ଦେଖ ମୋର ସ୍ୱର। କହଇ ଅଭିରାମ ବାଇ ଭାବର ଜୁରେ ବାନ୍ଧ ଯାଇ। ପ୍ରଭୁଙ୍କୁ ଆମେ ବାନ୍ଧିବା କେଉଁଥିରେ ନା ଭାବ ରୂପକ ଦଉଡ଼ିରେ ଆମେ ତାଙ୍କୁ ବାନ୍ଧିବା। ଆଉ ସବୁ ଦଉଡ଼ି ତାଙ୍କୁ ନିଅଣ୍ଟ ହେବ। କାହିଁକିନା ସାରା ବିଶ୍ୱ ବ୍ରହ୍ମାଣ୍ଡ ଯାହାର ଗର୍ଭରେ ମୋର ଗର୍ଭେ ସିନା ଆପଣ ରହିଛ ଆପଣଙ୍କ ଗର୍ଭେ ମୁହିଁ ଏ କଥା ତୁମ୍ଭର ଭକତେ ଜାଣନ୍ତି ଅନ୍ୟ ନ ଜାଣନ୍ତି କେହି। ତେଣୁ ମୋର ଗର୍ଭରେ କେମିତି ପ୍ରଭୁ ଅଛନ୍ତି, ମୁଁ କେମିତି ପ୍ରଭୁଙ୍କ ଗର୍ଭରେ ଅଛି, ଏ କଥା କେବଳ ପ୍ରଭୁଙ୍କ ଭକ୍ତମାନେ ହିଁ ଜାଣନ୍ତି। ତେଣୁ ଠାକୁରେ କହୁଛନ୍ତି ନାନା ଉପାୟରେ ଦର୍ଶନ ନ ଦିଅନ୍ତି। ଯେତେ ପ୍ରକାର ଉପାୟ ଚିନ୍ତା କଲେ ମଧ୍ୟ ସେ ଦର୍ଶନ ଦେବେ ନାହିଁ। କେବଳ ଏଇ ଗୋଟିଏ ସୂତ୍ର, ଏଇ ତ୍ରିସନ୍ଧ୍ୟା ବା ଏଇ ତ୍ରିଭଙ୍ଗୀ ବା ଏହି ଅଧ ଉର୍ଦ୍ଧ୍ୱ ମଧ୍ୟ ଏଇ ତିନୋଟି ମାର୍ଗରେ ପ୍ରଭୁ ଦର୍ଶନ ଦେଇଥାନ୍ତି। ଭକ୍ତ ଭାବକୁ ହୁଅନ୍ତି ବାଇ। କେବଳ ଭକ୍ତର ଭାବ ଟିକକ ପାଇବା ପାଇଁ ସେହି ଭାବଗ୍ରାହୀ ତାଙ୍କର ନିଜ ସ୍ୱରୂପକୁ ଆସି ଭକ୍ତକୁ ବଳେ ଦର୍ଶନ ଦିଅନ୍ତି, ନହେଲେ ଆଉ କିଛି ନୁହେଁ। ତେଣୁ ଠାକୁର ତ୍ରିଭଙ୍ଗୀ ସୂତ୍ରରେ କେମିତି ମୋହନ ବଂଶୀ ବଜେଇବେ, ଭକ୍ତର ଆଖି ଆଗରେ ତ୍ରିଭଙ୍ଗୀ ଠାଣିରେ ମୋହନ ବଂଶୀ ବଜେଇ ବଜେଇ କେମିତି ନାଚି ଯାଉଥିବେ। ବେଣୁ କରେ କଙ୍କଣ ବାଜଇ ଋଣ ଝୁଣ। ବେଣୁ କରେ ହାତରେ ବେଣୁ ଥିବ ବା ବଂଶୀ ଥିବ ଏବଂ ହାତରେ କଙ୍କଣ ପିନ୍ଧିଥିବ, ଋଣଝୁଣୁ ହେଇକି ଘୁଙ୍ଗୁର ବାଜୁଥିବ, ଆଉ ପ୍ରଭୁ ବଂଶୀ ଓଠରେ ଲଗେଇ ନାଚୁଥିବେ। କି ଅପୂର୍ବ ସେ ଦୃଶ୍ୟ। ସତେ କି ଏଇ ମଣିଷ ଜନ୍ମରେ, ଏଇ ସାମାନ୍ୟ ମନୁଷ୍ୟ ଜନ୍ମରେ ପ୍ରଭୁଙ୍କର ଏଇ ଦୁର୍ଲଭ ରୂପକୁ ଦର୍ଶନ କରିବା କ'ଣ ଏତେ ସାଧ୍ୟ? ଠାକୁରେ ପରମହଂସ କେତେ ଆନନ୍ଦରେ କେତେ ସହଜରେ କହିଦେଇଛନ୍ତି ଯେ ଭକ୍ତର ଭାବରେ ବାଇ ହୋଇକି ଠାକୁରେ ଆସିକି ଦର୍ଶନ ଦିଅନ୍ତି। ତେଣୁ କେମିତି ଦର୍ଶନ ଦିଅନ୍ତି ଏବଂ କେମିତି ବଂଶୀ ସେ ବଜାନ୍ତି, ତାଙ୍କର ବଂଶୀ ବଜାଇବା କଥାଟାକୁ ଠାକୁରେ କେମିତି ବର୍ଣ୍ଣନା କରିଛନ୍ତି ତାହା ମଧ୍ୟ ଆମେ ଆଜି ପାଠ କରିବା। ମୋର ଏ ମୁରଲି ଗୁଣ ବିଚିତ୍ର ଅଟଇ ଗୋଟି ଗୋଟି ସ୍ୱର ଫଳ ଦେବୀରା ଢେ କହି। ପ୍ରଥମ ରନ୍ଧ୍ରରେ ହୁଏ ତରୂପ ଲବିତ, ଦ୍ୱିତୀୟ ରନ୍ଧ୍ରରେ ହୁଏ ଯମୁନା ସ୍ଥଗିତ, ତୃତୀୟ ରନ୍ଧ୍ରରେ ମୃଦୁ ମଳୟ ବହଇ, ଚତୁର୍ଥ ରନ୍ଧ୍ରରେ ରାଧେ କଦମ୍ବ ଫୁଟଇ, ପଞ୍ଚମ ରନ୍ଧ୍ରରେ ବେଣୁ ଗୋପୀନା ମଧରେ, ରାଧେ ରାଧେ ଡାକେ ସଦା ଷଷ୍ଠର ଧ୍ରସ୍ୱରେ, ସପ୍ତମ ସ୍ୱରର ଫଳ ମୋତେ ଗୋଚର, ମୋହିତ ହୁଅନ୍ତି ସଦା ଦେବନ ତରୁବର। ମହାପ୍ରଭୁ ନିଜେ କହୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ମା ରାଧାରାଣୀଙ୍କୁ ଏ କଥା କହୁଛନ୍ତି ଯେ ହେ ରାଧେ, ମୋର ଏଇ ଯେଉଁ ବଂଶୀର ମୁରଲୀର ଗୁଣଟା ହେଉଛି କ'ଣ? ମୁରଲୀରେ 9ଟି ରନ୍ଧ୍ର। ରନ୍ଧ୍ର ମାନେ କଣା। ବଂଶୀର ଉଭୟ ପାର୍ଶ୍ୱରେ 2ଟା କଣା। ରନ୍ଧ୍ରର ବଂଶୀର ଉଭୟ ଦିଗରେ ଏପଟେ ଗୋଟିଏ ଏପଟେ ଗୋଟିଏ କଣା, ଏବଂ ତାପରେ ଗୋଟିଏ ସ୍ୱରକୁ ନିୟନ୍ତ୍ରିତ କରିବା ପାଇଁ ଗୋଟିଏ ବଡ଼ କଣା, ତାପରେ ତାକୁ ଛାଡ଼ିକି ଆଉ 6ଟି। ମୋଟ ହେଲା କେତୋଟି? ଇଏ ହେଲା 7ଟି, ସିଏ 2ଟି।
9ଟି ରନ୍ଧ୍ର। এই 9ଟି ରନ୍ଧ୍ରରୁ ଉଭୟ ପାର୍ଶ୍ୱର ଦୁଇ ବିପରୀତ ପାର୍ଶ୍ୱର ରନ୍ଧ୍ରକୁ ଛାଡ଼ି ଦିଅନ୍ତି। ଠାକୁରେ କହୁଛନ୍ତି ପ୍ରଥମ ରନ୍ଧ୍ର, ଠାକୁରେ ତ ବଂଶୀ ବଜାନ୍ତି, ତାଙ୍କ ବଂଶୀର ପ୍ରଥମ ରନ୍ଧ୍ରରେ କ'ଣ ହୁଏ ନା ତରୁ ପଲ୍ଲବିତ ହୁଏ। ବୃକ୍ଷରେ ପଲ୍ଲବ ଅର୍ଥ ହେଉଛି କଅଁଳିଆ ପତ୍ର, ବୃକ୍ଷରେ ସବୁ କଅଁଳିଆ ପତ୍ର ହୁଏ। ତା'ର ଅର୍ଥ ଏଠାରେ ହେଉଛି କ'ଣ, ଆମ ଶରୀରଟିରେ ମଧ୍ୟ 9ଟି ରନ୍ଧ୍ର, ନବମ ରନ୍ଧ୍ରଟି ବନ୍ଦ ଅଛି, ତେଣୁ 9ଟି ରନ୍ଧ୍ର। ତେଣୁ କ'ଣ ହେଇଛି ନା ଆମର ଏ ଯେଉଁ 9ଟି ରନ୍ଧ୍ର ଅଛି, 9ଟିରୁ 7ଟି ରନ୍ଧ୍ର ମାନେ 7ଟି ଚକ୍ର କଥା ଏଠାରେ ଠାକୁର କହିଛନ୍ତି। 7ଟି ଚକ୍ରକୁ ଇଏ 7ଟି ରନ୍ଧ୍ର, ବଂଶୀଟିକୁ ଏ ଶରୀରଟି ହେଉଛି ଗୋଟିଏ ବଂଶୀ ଏବଂ ତାକୁ ମଧ୍ୟ ଏଠାରେ ଯେଉଁ ମୋହନ ରହୁଛନ୍ତି ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଜୀବ ସ୍ୱରୂପରେ ପରମ ସ୍ୱରୂପରେ ରହୁଛନ୍ତି, ସିଏ ଏ ବଂଶୀକୁ ବଜେଇବେ, ଏ ଶରୀରକୁ ପ୍ରଭୁ ବଜେଇବେ। ଭାଙ୍ଗିଗଲେ ଯନ୍ତ୍ର ସଜାଡ଼ିବାଇବ, ଫିଙ୍ଗିଦେଲେ ଯନ୍ତ୍ର କାହାର ହୋଇବ। ତୁମ୍ଭର ବୋଲି ତ କହିବେ ସମସ୍ତ, ହେହୁ ଦେଶ ନିୟ ସର୍ବକଲି ନ୍ୟସ୍ତ। ଠାକୁର କହୁଛନ୍ତି ଏ ଶରୀର ହେଉଛି ଗୋଟିଏ ଯନ୍ତ୍ର ଏବଂ ଏ ଯନ୍ତ୍ରରେ 7ଟି ହେଉଛି ରନ୍ଧ୍ର, ମାନେ ଗୋଟିଏ ଅଲଗା ଆଉ 6ଟି, ମାନେ ଏ ଯେଉଁ 6ଟି ଚକ୍ର, ସ୍ୱାଧିଷ୍ଠାନ, ମୂଳାଧାର ସ୍ୱାଧିଷ୍ଠାନ, ମଣିପୁର, ଅନାହତ, କଣ୍ଠଚକ୍ର। ତେଣୁ ଇଏ ହେଲା କେତେ 5 ଏବଂ ଆଜ୍ଞା ଚକ୍ର ଇଏ ହେଲା 6। ଆଉ ଗୋଟିଏ ଯେଉଁ ରନ୍ଧ୍ର ରହିଛି ସେ ରନ୍ଧ୍ରର କଥା ଠାକୁରେ କହୁଛନ୍ତି। ଆଗ ପ୍ରଥମ ଆଡ଼ୁ ଯିବା। ପ୍ରଥମରେ ତରୁ ପଲ୍ଲବିତ ହୁଏ। ଏ ଶରୀରଟି ହେଉଛି ଗୋଟିଏ ବୃକ୍ଷ, ଇଏ ହେଉଛି ଓଲଟ ବୃକ୍ଷ ବା ଯାହାକୁ ବିଷ୍ଣୁ ବୃକ୍ଷ କୁହାଯାଏ ଶରୀରଟି। ତେଣୁ ଇଏ ବୃକ୍ଷର ତରୁ ପଲ୍ଲବିତ ହୁଏ। ପଲ୍ଲବ ଅର୍ଥ କଅଁଳିଆ ପତ୍ର, ଅର୍ଥ କୋମଳ ସ୍ପର୍ଶ ଜଣାପଡ଼େ ଶରୀରକୁ। ପୁରା ଶରୀର ପୁରା କୋମଳ ହୋଇଯାଏ, ମନ ମଧ୍ୟ କୋମଳ ହୋଇଯାଏ, ଅନ୍ୟମାନଙ୍କ ପ୍ରତି କଠୋରତା ନ ହୋଇ କୋମଳତା ପ୍ରକାଶ ପାଏ। ତାପରେ ଦ୍ୱିତୀୟ ରନ୍ଧ୍ରରେ କ'ଣ ହୁଏ ନା ହୁଏ ଯମୁନା ସ୍ତପିତ। ପ୍ରଭୁ ଯେତେବେଳେ ବୃନ୍ଦାବନରେ ବଂଶୀ ବାଦନ କରୁଥିଲେ ସେତେବେଳେ ଶୁଖିଲା ଗଛ ଗୁଡ଼ାକ ମଧ୍ୟ ତରୁ ପଲ୍ଲବିତ ହୋଇଯାଇଥାଏ। ଏଇଟା ବ୍ରହ୍ମାଣ୍ଡରେ ଭଗବାନ ଶ୍ରୀକୃଷ୍ଣ ଦ୍ୱିତୀୟ ରନ୍ଧ୍ରରେ ଯେତେବେଳେ ବଂଶୀ ବଜାଉଥିଲେ, ଦ୍ୱିତୀୟ ରନ୍ଧ୍ରରେ ଯେଉଁ ସ୍ୱର ବାହାରୁଥିଲା ତାହାଦ୍ୱାରା ଯମୁନା ସ୍ଥିର ହୋଇଯାଏ, ମାନେ ଯମୁନା ଜଳ ଆଉ ବହେ ନାହିଁ, ଯମୁନା ଜଳ ମଧ୍ୟ ସ୍ଥିର ହୋଇଯାଏ। ତାହେଲେ ପିଣ୍ଡରେ କ'ଣ ହୁଏ ନା ପିଣ୍ଡରେ ମଧ୍ୟ ସେଇ ଏକା କଥା, ଯେଉଁ ଇଡ଼ା ପିଙ୍ଗଳା ସୁଷୁମ୍ନା, ଗଙ୍ଗା, ଯମୁନା ଏବଂ ସରସ୍ୱତୀ। ତେଣୁ ଯମୁନା ନଦୀ ହେଉଛି କିଏ ନା ଯମଙ୍କ କନ୍ୟା ଯମୁନା। ତେଣୁ ଯମୁନା ହେଉଛନ୍ତି ଯମୁନା। ଗଙ୍ଗା ହେଲା ଗଙ୍ଗା ହେଲେ କିଏ ନା ଗଙ୍ଗା ନଦୀ କୂଳ କଥା ହେଉଛି ଭଗବାନ ସୂର୍ଯ୍ୟ ନାରାୟଣଙ୍କର ବଂଶଧର ରାମଚନ୍ଦ୍ର ଏବଂ ଯମୁନା ହେଉଛି ଭଗବାନ କୃଷ୍ଣଚନ୍ଦ୍ରଙ୍କର ଲୀଳାସ୍ଥଳ। ତେଣୁ କୃଷ୍ଣ ହେଲେ ବାମ ଏବଂ ରାମ ହେଲେ ଦକ୍ଷିଣ। ତେଣୁକରି ବାମ ପଟଟା ହେଉଛି କ'ଣ ନା ଆମର ଯମୁନା। ତେଣୁକରି ଯମୁନା ସ୍ଥିର ହୋଇଯାଏ। ତେଣୁ ତୃତୀୟରେ କ'ଣ କହିଲେ ନା ତୃତୀୟ ରନ୍ଧ୍ରରେ ମୃଦୁ ମଳୟ ବହଇ। କବି ଜୟଦେବ ଗୋଟାଏ କଥା କହିଛନ୍ତି ଧୀର ସମୀର। ତେଣୁ ଧୀର ସମୀର ତାହା ହେଉଛି ଅନୁଭବର କଥା। ମୃଦୁ ମଳୟ ଯଦି ଯେତେବେଳେ ବହିବ ସେତେବେଳେ ସବୁ ବୃକ୍ଷରେ ମଳୟ ଯେଉଁ ବୃକ୍ଷରେ ଲାଗିଲା ସେଠାରେ ଚନ୍ଦନର ସୁବାସିତ ମହକିବ। ତେଣୁକରି ସାଧକର ଶରୀରରୁ ସମସ୍ତ ପ୍ରକାର ଦୁର୍ଗନ୍ଧ ଚାଲିଯାଇ ବିଭିନ୍ନ ପ୍ରକାର ସୁଗନ୍ଧ ଆସେ ଏବଂ ସେ ବିଭିନ୍ନ ପ୍ରକାର ସୁଗନ୍ଧ ସୃଷ୍ଟି କରିବାରେ ମଧ୍ୟ ସମର୍ଥ ହୋଇଯାଏ।
ଚତୁର୍ଥ ରନ୍ଧ୍ରରେ ରାଧେ କଦମ୍ବ ଫୁଟଇ। କଦମ୍ବ ହେଉଛି ଆମର ଯେଉଁ 13 କଦମ୍ବ ରହିଛି ଶାସ୍ତ୍ରରେ। ପୁଣି କଦମ୍ବ ବୃକ୍ଷକୁ କାହିଁକି ପ୍ରଭୁ ଏତେ ପ୍ରିୟ ଭାବିଲେ? ନା କଦମ୍ବ ବୃକ୍ଷର ବଡ଼ ବଡ଼ ପତ୍ର, ତା'ର ଶାଖା ଗୁଡ଼ାକ ଲମ୍ବ ଲମ୍ବ ଏବଂ ତା ମୂଳରେ ବଢ଼ିଆ ଛାଇ। ଏବଂ ଆହୁରି କୌତୁକର କଥା ହେଉଛି କ'ଣ ନା ତା ଫୁଲ। ତା ଫୁଲକୁ ଆପଣ ଦେଖିବେ ସେ ହେଉଛି ସହସ୍ର ପାଖୁଡ଼ା ବିଶିଷ୍ଟ। ତେଣୁକରି କଦମ୍ବ ଫୁଲ ଏବଂ ସହସ୍ରା, ଦୁଇଟି ଯାକ ସହସ୍ରା ଚକ୍ର ଏବଂ କଦମ୍ବ ଫୁଲ ଦୁଇଟି ଯାକ ସମାନ। ତେଣୁ ତାକୁ ତାରି ସହିତ ତୁଳନା କରାଯାଇଛି। ତେଣୁ ପଞ୍ଚମ ରନ୍ଧ୍ରରେ ବେଣୁ ଗୋପୀ ନାମ ଧରେ। ପଞ୍ଚମ ରନ୍ଧ୍ରରେ ବଂଶୀ କ'ଣ କରେ? ଗୋପୀମାନଙ୍କର ନାମ ଧରିକି ଡାକନ୍ତି। ନାମ ଧରିକି ପ୍ରଭୁ ଯାହାକୁ ଡାକିବେ ସେ ଗୋଟେ ସେକେଣ୍ଡ ରହିପାରିବେ। ମହାପ୍ରଭୁ ଜଗନ୍ନାଥ ଯାହାକୁ ଡାକିବେ ସିଏ ବସ୍ତ୍ର ପିନ୍ଧିଥାଉ କି ନ ପିନ୍ଧିଥାଉ, ତା ପାଖରେ ପଇସା ଥାଉ କି ନଥାଉ, ମାନେ କୌଣସି ପ୍ରକାର ସୁବିଧା ଥାଉ କି ନଥାଉ, ସିଧା ସିଧା ଦିନ ହେଇଥାଉ, ରାତି ହେଇଥାଉ, ଦ୍ୱିପହର ହେଇଥାଉ, ସକାଳ ହେଇଥାଉ, ସେ ସାଙ୍ଗେ ସାଙ୍ଗେ କହିବେ ଏବେ ତୁ ଆସେ। ଟିକେ ନାମ ଧରିକି ପ୍ରଭୁ ଯାହାକୁ ଡାକିବେ। ଗୋପୀମାନଙ୍କୁ କ'ଣ ପ୍ରଭୁ ଯାଇକି ଡାକୁଥିଲେ? କେମିତି ଡାକୁଥିଲେ? ନା ବଂଶୀରେ ନାମ ଧରିକି। ନାମ ହେଉଛି କ'ଣ ସେ କଥା ଗୁରୁଦେବ ବୁଝେଇବେ। ତେଣୁ ନାମକୁ ଧରିକି, ନାମ କହିଲେ ପ୍ରାଣ, ଏ ପ୍ରାଣକୁ ଧରିକି, ପ୍ରାଣ ବାୟୁକୁ ଧରିକି ସେ ବଂଶୀରେ ବଜାନ୍ତି। ତେଣୁ ଯିଏ ଯାହା କାମ କରୁଥିଲେ ମଧ୍ୟ ଉଛୁଳ ହେଇକି ଧାଇଁକି ଯିବ। ତେଣୁ ଗୋପୀମାନଙ୍କର ନାମ ଧରିକି, ଯାହାର ନାମ ଧରିକି ପ୍ରଭୁ ଡାକିବେ ସେ ଗୋଟିଏ କ୍ଷଣ ମଧ୍ୟ ରହିପାରିବ ନାହିଁ। ତେଣୁ ଷଷ୍ଠ ରନ୍ଧ୍ରରେ ପ୍ରଭୁ କହୁଛନ୍ତି ଯେ ସବୁବେଳେ ସେ ରାଧେ ରାଧେ ଡାକୁଛନ୍ତି, ରାଧା। ତେଣୁ ଷଷ୍ଠ ରନ୍ଧ୍ରରେ ସବୁବେଳେ କେବଳ ଶ୍ରୀମତୀଙ୍କୁ ସେ ଡାକିବେ। ଆଉ ପଞ୍ଚମ ରନ୍ଧ୍ରରେ ଗୋପୀମାନଙ୍କୁ ଡାକନ୍ତି। ଏବଂ ସପ୍ତମ ରନ୍ଧ୍ରରେ କହିଲେ, ସପ୍ତମ ରନ୍ଧ୍ରର ଫଳ ମୋତେ ଅଗୋଚର। କାହିଁକି କହିଲେ ସପ୍ତମ ରନ୍ଧ୍ରର ଫଳଟା ମୋତେ ଅଗୋଚର? ଯିଏ ଷଷ୍ଠ ରନ୍ଧ୍ର ଯାକେ ଯାଇଛି ସିଏ ଆଉ କ'ଣ ସପ୍ତମ ରନ୍ଧ୍ରକୁ ଯାଇନି? ଭଗବାନ ଶ୍ରୀକୃଷ୍ଣ ଏ କଥା କହୁଛନ୍ତି ମା ରାଧାରାଣୀକି ଯେ ମୁଁ ଯେଉଁ ବଂଶୀ ବାଦନ କରେ ସେ ସପ୍ତମ ରନ୍ଧ୍ରର ଫଳଟା ମୋତେ ଅଗୋଚର। ଜଗତଗୁରୁ ଠାକୁର ଏହାକୁ କେବଳ କଲମ କରିଛନ୍ତି, କିନ୍ତୁ କହୁଛନ୍ତି କିଏ? ଭଗବାନ ଶ୍ରୀକୃଷ୍ଣ। ତେଣୁ ତାଙ୍କ ନିଜ ବଂଶୀ ବିଷୟରେ ସେ ଜାଣିନାହାନ୍ତି। ଗୋଟେ ଟ୍ରାକ୍ଟର ଡ୍ରାଇଭର ବା ତା ମାଲିକ 5-7 ବର୍ଷ ହେଇଗଲା ପରେ ସେ ବାରମ୍ବାର ଯେତେବେଳେ ଭାଙ୍ଗିବ, ଯାହା ଖରାପ ହେବ ସେ ଗ୍ୟାରେଜକୁ ନେଉଛି। ତାପରେ 5-7 ବର୍ଷ ହେଇଗଲା ପରେ ସେ ପୁରା ନିଜେ ନିଜେ କହିଦେଉଛି ଏଇ ମୋ ଗାଡ଼ିର ଏଇ ପାର୍ଟଟା ଏଇଆ। ଆଉ ପ୍ରଭୁଙ୍କର ସବୁଠାରୁ ଅମୂଲ୍ୟ ସମ୍ପଦ ବଂଶୀ ପ୍ରଭୁ ଜାଣିନାହାନ୍ତି, କିନ୍ତୁ ସେ କହିବା ପାଇଁ ଚାହିଁନାହାନ୍ତି। ଏବଂ କାହିଁକି ସେ କହିଛନ୍ତି ଯେ ମୋତେ ଅଗୋଚର? ମୋତେ ଅଗୋଚର, ଗୋଚର ଅର୍ଥ ଯିଏ ଯାହାକୁ କହିହେବ, ଗୋଚର ଅର୍ଥ ଯାହାକୁ ଜାଣିକି ବୁଝିକି ହୃଦୟଙ୍ଗମ କରିହେବ କିନ୍ତୁ କହିହେବନି, ତାହା ହେଉଛି ଅଗୋଚର। ପ୍ରଭୁ ଏ କଥା ଗୋଚର କରିପାରି ନାହାନ୍ତି। କାହିଁକି? ସେ କଥା କେବଳ ଯେଉଁମାନେ ଗୁରୁଙ୍କର ଉପଦେଶକୁ ପାଳନ କରି ଠିକ୍ ଭାବରେ ଏହି କାର୍ଯ୍ୟକୁ କରିଛନ୍ତି, ଏହି ତ୍ରିସନ୍ଧ୍ୟା କରିଛନ୍ତି, କେବଳ ସେଇମାନେ ହିଁ କହିପାରିବେ ସପ୍ତମ ରନ୍ଧ୍ରର ସ୍ୱରଟା କ'ଣ। ଠାକୁରେ ସେଟା ଭକ୍ତମାନଙ୍କ ଉପରେ, ସାଧକମାନଙ୍କ ପାଇଁ ଛାଡ଼ି ଦେଇଛନ୍ତି, ସେଟା କହିନାହାନ୍ତି। ଆଉ କ'ଣ ପ୍ରଭୁ ଜାଣିନାହାନ୍ତି? ଦ୍ୱାପର ଯୁଗର ଶେଷରେ ଯେତେବେଳେ ମା ରାଧାରାଣୀ ଯମୁନାକୁ ଚାଲିଗଲେ, ଯମୁନା ଜଳରେ ଭାସିଗଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମାନେ ମା ରାଧାରାଣୀ ତାଙ୍କୁ କହିକି ଗଲେ ନା ପ୍ରଭୁ ଆପଣ ମୋର ଭଲ ପାଇବାକୁ ବୁଝିପାରିଲେ ନାହିଁ। ତେଣୁ ପ୍ରଭୁ ଶ୍ରୀକୃଷ୍ଣ କ'ଣ କଲେ? ସେଇଠି ତାଙ୍କ ବଂଶୀକୁ ଭାଙ୍ଗି ଦେଇଥିଲେ। ତାହେଲେ କଳି ଯୁଗରେ ଯେଉଁମାନେ ସବୁ ବଂଶୀ ଧରିକି ଭକ୍ତମାନଙ୍କୁ ସବୁ ଭ୍ରମିତ କରୁଛନ୍ତି, ସେ ବଂଶୀ ଆସିଲା କେଉଁଠୁ? ହଁ, ଏମିତି ବଂଶୀ ଆମେ ତିଆରି କରିପାରିବା। ତିଆରି କରିକି ବଂଶୀ କ'ଣ ବାଦନ କରାଯାଉନି? ବିଭିନ୍ନ ପ୍ରକାର ସଙ୍ଗୀତ ନିର୍ଦ୍ଦେଶକମାନେ ବା ସଙ୍ଗୀତଜ୍ଞମାନେ କ'ଣ ବଂଶୀ ବଜାଉନାହାନ୍ତି? କିନ୍ତୁ ଏହି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ବଂଶୀ ବୋଲି ଆମେ ଯେଉଁ କହୁଛେ, କୁଆଡ଼ୁ ଆସିଲା? ପ୍ରଭୁ ତ ବଂଶୀକୁ ଭାଙ୍ଗି ଦେଇଛନ୍ତି। ତେଣୁ କଳିଯୁଗରେ ପ୍ରଭୁଙ୍କର ବଂଶୀ କ'ଣ? ଆଉ ସପ୍ତମ ରନ୍ଧ୍ରର ସ୍ୱର ବାଜିଲେ କ'ଣ ଉତ୍ପନ୍ନ ହେଲେ କ'ଣ ହୁଏ, ସେ କଥା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଜୟ ଜଗନ୍ନାଥ।